ବଲାଙ୍ଗୀର ଜିଲ୍ଲା ପାଟଣାଗଡଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାର ତୀବ୍ର ନିନ୍ଦା କରିଛନ୍ତି ଏବଂ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ ଦୃଢ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର କୋଡ଼ ଗାଁରେ ମାଓବାଦୀ ଏବଂ ସୁରକ୍ଷା କର୍ମୀ ମଧ୍ୟରେ ଗୁଳି ବିନିମୟ ବେଳେ ଦୁଇ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ଏବଂ ସେମାନଙ୍କ ନିକଟରୁ AK-47 ଜବତ ହୋଇଥିବା ନେଇ ବସ୍ତର ଆଇଜି ପ୍ରକାଶ କରିଛନ୍ତି। ଗୌଳନ୍ଥରା ଥାନା ଅଧୀନ 16 ନମ୍ବର ଜାତୀୟ ରାଜପଥ ଚଟି ନିକଟରେ ଏକ ବାଇକ୍ ଅଟୋକୁ ଧକ୍କା ଦେବା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ। ମୃତ ବାଇକ୍ ଚାଳକ ଜଣକ ଗୋପାଳପୁର ଥାନା ଅନ୍ତର୍ଗତ ମୋନାର୍କ ଛକ ଅଞ୍ଚଳର ଲିଙ୍କୁ ମାଝି ହୋଇଥିବା ବେଳେ ଘଟଣାସ୍ଥଳରୁ ଅଟୋ ଚାଳକ ଅଟୋ ନେଇ ଚମ୍ପଟ ମାରୁଥିବା ସୂଚନା। ଭୁବନେଶ୍ୱର ପଟିଆ RTO 2 କାର୍ଯ୍ୟାଳୟ ସାମ୍ନାରେ ଟ୍ରାକ୍ଟରକୁ ଧକ୍କା ଦେଲା ସ୍କୁଲ ବସ୍। ଦୁର୍ଘଟଣାରେ ଟ୍ରାକ୍ଟର ଡାଲା ଛିଟିକି ପଡ଼ି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରୁ ସ୍କୁଲ ବସ୍ ଡ୍ରାଇଭର ଫେରାର ଏବଂ ସ୍କୁଲ ପିଲାକୁ ଆଣିବାକୁ ଯିବା ବେଳେ ସ୍କୁଲ ବସଟି ଦୁର୍ଘଟଣା ହୋଇଥିବା ସୂଚନା। Preview. Audio Jungle. Audio Jungle. Preview. ଉତ୍ତର ପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିରକୁ ବୋମା ଜରିଆରେ ଉଡାଇ ଦିଆଯିବ ବୋଲି ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏକ ଧମକପୂର୍ଣ୍ଣ ଇମେଲ ବାର୍ତ୍ତା ମିଳିଛି। ଫଳରେ ଟ୍ରଷ୍ଟ ପକ୍ଷରୁ ଥାନାରେ ଏକ ଏତଲା ଦାୟର କରାଯାଇଛି ଏବଂ ତାମିଲନାଡୁର ଜଣେ ବାସିନ୍ଦା ଏହି ବାର୍ତ୍ତା ପଠାଇଥିବା ସୂଚନା ମିଳିଛି। ଭିଜିଲାନ୍ସ ଅନୁଗୁଳ ଜିଲ୍ଲା 8 ମଲ୍ଲିକ ବ୍ଲକର ନିଯୁକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସରକାରୀ ବାସଭବନ ସହ ପୌତୁକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି। ଆଜି IPL 2025ର 32ତମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ। ଦିଲ୍ଲୀ କ୍ୟାପିଟାଲ୍ସ 5ଟି ମ୍ୟାଚରୁ 4ଟି ବିଜୟ ଓ 1ଟିଏ ପରାଜିତ ହୋଇଥିବା ବେଳେ ରାଜସ୍ଥାନ ରୟାଲ୍ସ 6ଟି ମ୍ୟାଚରୁ 2ଟି ବିଜୟ ଓ 4ଟି ପରାଜିତ ହୋଇଛି। Preview. Preview. Audio Jungle. Audio Jungle. Preview. କଳାହାଣ୍ଡି ଜିଲ୍ଲା ପାଟଣାଗଡରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳି ଦେବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ଏବଂ ସ୍ଥାନୀୟ ଗାନ୍ଧୀ ଛକରେ ଦଳୀୟ ନେତୃବର୍ଗ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଞ୍ଚଳରେ ଏଭଳି କୁଚିତ ଘଟଣା ଏକ ରାଜନୈତିକ ଷଡଯନ୍ତ୍ର ହୋଇପାରେ ବୋଲି ସନ୍ଦେହ କରିଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ବେଲରା ସ୍ଥିତ ବୁଲବୁଲ ଢାବା ନିକଟରେ ଟ୍ରକ୍ ଓ ପିକଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଚାଳକ ଗୁରୁତର ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ଏବଂ ପୋଲିସ ଟ୍ରକ୍ ଓ ପିକଅପ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏବଂ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାରତ ସରକାର ନ୍ୟାସନାଲ ହେରାଲ୍ଡ ମାମଲାରେ ଚାର୍ଜସିଟ୍ ଦାଖଲ କରିଛନ୍ତି। ଫଳରେ ଏହାକୁ ବିରୋଧ କରି ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ଇଡି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ।